Hey everyone, welcome back to my channel and welcome back to my another new vlog. I hope ଆପଣ ମାନେ ସମସ୍ତେ ଭଲରେ ଥିବେ। ତ ଆଜିର ଭିଡ଼ିଓଟି ଷ୍ଟାର୍ଟ କରିବା ପୂର୍ବରୁ ଆପଣମାନେ ଯେଉଁମାନେ ମୋ ଚ୍ୟାନେଲରେ ନୂଆ ଅଛନ୍ତି ସେମାନେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ପାଖରେ ଥିବା ବେଲ୍ ଆଇକନ୍କୁ କ୍ଲିକ୍ କରି ଅଲ୍ ନୋଟିଫିକେସନରେ ପ୍ରେସ୍ କରନ୍ତୁ, ଯାହାଦ୍ୱାରା କି ମୋର ସବୁତକ ଭିଡ଼ିଓର ନୋଟିଫିକେସନ୍ ଆପଣମାନଙ୍କୁ ପ୍ରଥମେ ପହଞ୍ଚିବ। ତ ସକାଳୁ ନିଦରୁ ଉଠିକି ମୁଁ କ'ଣ ଦେଖିଲି, ମାନେ ମାଛ ଆସିକି ଘରେ ହାଜର। ତ ମାଛଟାର ତ ଗୋଡ଼ ନାହିଁ, କିଏ ତାକୁ ଆଣିଛି? ଚାଲନ୍ତୁ ଦେଖିବା ମାଛ କିଏ ଆଣିଛି ଆଉ କେମିତି ମୁଁ ରୋଷେଇ କରୁଛି। କାମୁଡ଼ି କାମୁଡ଼ିକିରି ଜରି ଚିଲିକା ଇଏ ଲୁଣି ମାଛ କିନ୍ତୁ ଲୁଣି ମାଛ କ'ଣ କହିଲ କଉ କଉ ଖୁଣାଟି କ'ଣ କହିଲ ଖୁଣାଟି କଉ ଟାଇପର ହେଇଛି। ଶୀତଳ ମାଛ ଖାଇବୁ? କଉର ଯେମିତି କଟା ମା ଏ ମାଛକୁ କେମିତି କରିବା କହ? ତେଲିଆ ମାଛ ମା ବା ସେ ସୋରିଷ ବଟା ଦେଇକିରି ଖଟା ପକେଇ କର। ହଉ ତାହେଲେ ହେଲା ଆଉ ହବ ଆଉ। ମୁଁ ଭାବୁଥିଲି ମାଛ କିଏ ଆଣିଛି, ଦେଖିଲା ବେଳକୁ ବାପା ଆଣିକି ମାଛ ସକାଳୁ ସକାଳୁ ମନା କରିବା ସତ୍ତ୍ୱେ ବି ମାଛ ଆଣିକି ଘରେ ଥୋଇ ଦେଇଛନ୍ତି। ଆଣି ତାଙ୍କୁ ପନିକି ପକେଇ ସିଏ ତାଙ୍କର କଟାକଟି ଷ୍ଟାର୍ଟ କରିସାରିଲେଣି। ତ ମାଛ ଆଣିବାଟା ବଡ଼ କଥା ନୁହଁ, ଏଥିପାଇଁ ମୁଁ କହୁଛି ଯେହେତୁ ମା ଆଇଁଷ ଖାଇବନି ତ ଦୁଇ ପ୍ରକାର କଲାବେଳକୁ ବହୁତ କଷ୍ଟ ହେଉଛି, ମାନେ ସାଧା ହେଉଛି ଆଇଁଷ କଲାବେଳକୁ। ତ ସେଥିପାଇଁ ମୁଁ ଆଜି ବାପାକୁ ମନା କରିଥିଲି, ବାପା ଆଜି ମାଛ ଆଣିବନି। କିନ୍ତୁ ତାଙ୍କର ତ ଆଇଁଷ ଟିକେ ନହେଲେ ହବନି, ସିଏ ଯାଇକି ସକାଳୁ ସକାଳୁ ପଚାରିଲା କାଳେ ମନା କରିବି, ଯାଇକି ମାଛ ଧରି ଆଣି ପନିକି ପକେଇ ବସିକି ସିଏ ତାଙ୍କର କଟାକଟି ଷ୍ଟାର୍ଟ କରିସାରିଲେଣି। ଆଣିଛନ୍ତି ଯେହେତୁ କରିବାକୁ ତ ବାଧ୍ୟ। ତ ମାଛ ବାପା କାଟିଦେଲା ପରେ ମୁଁ ତାକୁ ତାକୁ ପଚାରିଲି, ମା କହିଲା ତାକୁ ସୋରିଷ ମସଲା ଦେଇକି କରିବା। ମାଛଟାକୁ କାଟିଦେଲି, ଗେଲ କରିଦେବୁ ଗୋଟେ ଗେଲ, ଆଉ ଗୋଟେ ଗେଲ କରିଦେବୁ ଏମିତି କରିଦେବୁ। ହଁ ପଡ଼ିଗଲା ଚକୋଲେଟ୍ ପଡ଼ିଗଲା, ଖାଲି ଚକୋଲେଟ୍ ପଡ଼ିଗଲା ଗଲା ଆଉ ତାକୁ ଉଠାନା ଦେଖେଇବାକୁ ନା, ସିଏ ମନକୁ ପକେଇଥିଲା ଭଲ କରିଛି, ବାନ୍ତି କରିବ ସେ ଚକୋଲେଟ୍ ଖାଡ଼ ଖାଡ଼କି ଚଗେଇ ଯାଉଛି। କୋଉଠି ପକେଇଲା ଗଳାରେ? ବାପା ତ ମାଛ ଆଣିଛନ୍ତି, କିନ୍ତୁ ମୋତେ ଚୁଙ୍ଗୁଡ଼ି ଭଲ ଲାଗେ ବୋଲି ସିଏ ମୋ ପାଇଁ 4-5ଟା ଚୁଙ୍ଗୁଡ଼ି ବି ଧରିକି ଆସିଛନ୍ତି। କିନ୍ତୁ ମୁଁ ଆଉ କିଛି କହିପାରିବିନି, ମୋ ମନଟା ଖୁସି ହେଇଯିବ। ତ ଏଠି ମାଛ କଟା ସରିଗଲା, ଏବେ ଚୁଙ୍ଗୁଡ଼ିଟା ବାଛିଦେବେ, ବାଛିଦେଲା ପରେ ତାକୁ ଭଜାଭଜି କରିକି ମାଛ ତରକାରୀ କରିବା ଆଉ। ତମେ କାଟିଦିଅ ବୋଧେ ମାଛ, କୁଆଡ଼େ ଟାଟା ଯାଉଛି ତମ ଝିଅଟା, ତାକୁ ନେଇଯାଅ ପଡ଼ିଯିବ। ଓରେ ଶୀତୁ ଚାଲ ଟାଟା କରିଦେଇକି ଯା, ତତେ କେହି କହୁନାହାନ୍ତି, ଯା ପଳା। ମନା ହେଇଥିଲା ଆସିବୁନି, ଆସିକି ଟିକେ କୀର୍ତ୍ତନ କରୁଛୁ ଝୁମୁର ଝୁମୁର। ହଉ ଆମ ଉପରେ ବସି ପଡ଼। ବାପା କ'ଣ କରୁଛନ୍ତି? ବାପା ମାଛ କାଟୁଛନ୍ତି, ଦେଖେ ପେଟି 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 ବାହାର କରନି, ସେମିତି କାଟିଦିଅ, ମାନେ ଯେମିତି ଗୋଲ ଗୋଲ। ନାଇଁ ନାଇଁ ବାଗ ହବ ନା, ପେଟି ଜମା ବାହାର କରନି, ଏଠିକି କୁନି ମାଛଟେ ପେଟି ବାହାର କରିବ। ନା ନା ପେଟି ବାହାର କରନି, ସେ ଅବାଗିଆ ହବ। ବାଗ ହବ, ରାଉଣ୍ଡ ପିସ୍ କରିଦିଅ। ହବ ପୁରା କହୁଛି। ବାଛିବ। ଆରେ ଏଇ ପିଲା ଭାଙ୍ଗିବ ସବୁ। ତତେ କହିଲି ଯୋଉଠି ଯାହା ଥିଲା ସେଇଠି ସବୁ ଥୁଅ, ଯୋଉଠି ଥିଲା ସେଇଠି ଥୁଅ, ନହେଲେ କାନ ଧରିକି ଏଇନା ମାଡ଼। ଯୋଉଠି ଥିଲା ସେଇଠି ଥୁଅ, ସବୁ ଗୋଟି ଗୋଟିକି ଥୁଅ। ହଁ ସବୁ ନେଇ ସାଇଜ କରିକି ଥୁଅ। ଭଲ ପିଲା, ଚାହିଁଲୁ ଆଡ଼େ ହସି ଦଉଡ଼ି ଆଉ ଲାଗେ ନା, ପଳେଇଆ ସେଇଠି ଥୋଇଦେ, ଆହାରି ସେଠି ଥୋଇଦେ, ଆହାରି ଯୋଉଠି ଥିଲା ସେଇଠି ଥୋ। ବାସ୍ ଏଠି ବ, ଏଠି ବ, କାନ ଧର, କାନ ଧର। ମା ଏ କପ୍ ଏଇନା ଭାଙ୍ଗି ଦେଇଥାନ୍ତା, ତାକୁ ନେଇ ଥୋଇଦେ କପ୍ ଦୁଇଟା।
କ'ଣ କରିବା କ'ଣ ତାକୁ ସବୁ ଜରିରେ ପୁରେଇ ଦିଅ ଜରିରେ ତାକୁ ପୁରେଇ ଦିଅ ଏବେ ମାଛ ପାଇଁ ଗୋଟେ ମସଲା ପ୍ରସ୍ତୁତ କରିବା ସେଥିପାଇଁ କିଛିଟା ସୋରିଷ ନେବା ଜିରା ଆଉ କଞ୍ଚା ଲଙ୍କା ନହେଲେ ଶୁଖିଲା ଲଙ୍କା ଚାହିଁଲେ ଆପଣମାନେ ପକାଇ ପାରିବେ ମୁଁ ଏଠି ଶୁଖିଲା ଲଙ୍କା ନେଇଛି ଦୁଇଟା କଞ୍ଚା ଲଙ୍କା ନେଇଛି ଦୁଇଟା ତ ତାକୁ ପକାଇକି ଗୋଟେ ମିକ୍ସଚର ଗୋଟେ ଫାଇନ୍ ପେଷ୍ଟ ପ୍ରସ୍ତୁତ କରିଦେବା ତାକୁ 15 ମିନିଟ୍ ଖଣ୍ଡେ ଛାଡ଼ିଦେବା ତା ଭିତରେ ଆମର ମାଛ ଭଜା ସରିଲା ବେଳକୁ ସେ ଯେଉଁ ସୋରିଷର ଯେଉଁ ରାଗିଆ ଅଂଶଟା ସେଇଟା କଟି ଯାଇଥିବ ତ ଆଉ ରାଗିଆ ସ୍ମେଲ୍ ହେବନି କି ଝୋଳଟା ନଷ୍ଟ ହେବନି ତ ଏଠି ମୁଁ ଭଲସେ ସୋରିଷଟାକୁ ଗୋଟେ ଫାଇନ୍ କରିକି ବାଟି ଦେଇଛି କ'ଣ ଡାକୁଛୁ ଡାକୁଛି ନା ଧରିକି ସବୁବେଳେ ହ୍ୟାଲୋ ଆଜି ଧରା ପଡ଼ିଛି ବାବରେ ହେଇଗଲେ ଭାତ ହେଇଗଲା ପରେ ଏବେ ଆମେ ମାଛ ଯେଉଁ ଆସିଛି ତାକୁ ଆମେ ଧୋଇକି ରଖିଦେଇଛୁ ଭଲ କରି ତ ମା' ତାକୁ କହିଛି ସୋରିଷ ବଟା ଦେଇକି ତରକାରୀ କରିବା ପାଇଁ ତ ମାଛ ତରକାରୀ ହେବ ମାଛ ତରକାରୀରେ ଆପଣମାନଙ୍କୁ ଦେଖୁଛି ତ ମା' ଏତେ ଆଇଁଷ ଖାଇବନି ତ ତା ପାଇଁ ଆମେ ପ୍ରଥମେ ଶାଗ ସେଇ କଢ଼େଇରେ ଭାଜିଦେବା ତ ଏଠି ମୁଁ ଶାଗ ଭାଜି ଦେଉଛି ତା ବାଦ ଟିକେ କୋବି ଆଉ ଅଳ୍ପ ଟିକେ ଭାଜିଦେବି ତ ଡାଲି ଫାଲି ତ ତାକୁ ଭଲ ଲାଗେନି ତ ବାଇଗଣଟେ ପୋଡ଼ିଦେଲେ ସେ ତାର ଚକଟିକି ଖାଇଦେବ କୋବି ବି ମୁଁ ଏକା ବେଳକେ ଭାଜି ଦେଇଛି ଯେହେତୁ ସୋରିଷ ବଟା ଝୋଳରେ ବି ମାଛରେ ଦୁଇଟା କୋବି ପକାଇବି ବାପାଙ୍କର କହିବା ଅନୁସାରେ ଦୁଇଟା କୋବି ଝୋଳରେ ପକାଇକି କଲେ ଭଲ ଲାଗେ ତାଙ୍କୁ ତ କୋବି ଦୁଇଟା ପକାଇବି ଏଠି କୋବି ଭାଜି ଦେଇଥିଲି ତ ଏବେ ମାଛ ଭାଜିବି ମାଛ ତରକାରୀ ହେବ ଆଉ ତା ପୂର୍ବରୁ ମୁଁ ଚୁଙ୍ଗୁଡ଼ି ଦୁଇଟା ବାପା ଯେଉଁ ଆଣିଥିଲେ ମୋ ପାଇଁ ମୁଁ ପଖାଳ ଖାଇବି ବୋଲି ମୁଁ ସେ ଚୁଙ୍ଗୁଡ଼ି ଦୁଇଟାକୁ ଭାଜି ଦେଉଛି ତାପରେ ମାଛ ଭାଜିବି ତରକାରୀ କରିବି ଆଉ ଖାଇବା ଆଉ ତ ଏଠି ଚୁଙ୍ଗୁଡ଼ି ପ୍ରାୟ ଭାଜି ହେଇଗଲେ ଚୁଙ୍ଗୁଡ଼ିଟା ଭାଜି ହେଇଗଲା ପରେ ମୁଁ ତାକୁ ରସୁଣ ଲଙ୍କା ଚକଟିକି ଗୋଟେ ପଖାଳ ସହିତ ତାକୁ ଖାଇବାର ମଜା କିଛି ଅଲଗା କାରଣ ଚୁଙ୍ଗୁଡ଼ିଟା ଝୋଳରେ ଖାଇବା ଅପେକ୍ଷା ମୋତେ କାହିଁ ବେଶୀ ଭଜାରେ ଭଲ ଲାଗେ ଆଉ ତା ସହିତ ରସୁଣ ଦଳାର ପାଗଟା ମସ୍ତ ଲାଗେ ତ ଏଠି ମୁଁ ଯେଉଁ ମାଛଟାକୁ ଲୁଣ ହଳଦୀ ଗୋଳେଇକି ରଖିଥିଲି ତାକୁ ଏଠି ଭାଜିଦେଲି ତ ଆକୁ ଭାଜିଦେଲା ପରେ ସୋରିଷ ମସଲା ବଟା ହେଇକି ତ ଅଛି ତାକୁ ଆମେ ଭଲ ଝୋଳଟେ ଆମ୍ବୁଲ ପକେଇକି କରିଦେବା तो माछटा ये भलसे फ्राए हो आम ताको काढ़ीदबा एबे मसला प्रस्तुत करवा से जो कोबी भाजिक रखी तेल कोबी आ पिज एका पकईकी टिके रेड कलर हवा पर्यंत माने टिके तार कलर चेंज हवा पर्यंत भाजीदबा टिके हल्दी लुण तादे पकईदबा ताको टिके गोल्डन हवा भाजी देकी से रखी आम जो बटा मसलाटा पकईदबा ताको अल्प समय बेसी समय कषिबेनी सोरिष मसलाटा पिता लगे ना तो अल्प समय टिके कषिदबा इथे आम सब ठंडा पानी दबानी कारण ठंडा पानी दबा द्वारा तरकारी जो कलरटा से चेंज हो जाए अबागिया हो जाए तो आम गरम पानी दबा द्वारा तरकारीटा कलर भल रही मुझे सीझा आलू रखीदी सीझा आलू को ये पकईदेली टिके किसी समय कसला भाया करदेकी तो आम तापर पानी देदेबा पानी आपण हिसाब से देवे कम बेसी भी दे पारे झोलटा आपन को जदि पतला भल लगे कि ठीक भल लगे से अनुसार पानी देवे तो मुझे फ्राए कर माछ को रखीदी जो गोटे गोटे की पकई दूची माछ पड़ सारा पर आम कभर देदेबा 10-15 मिनट भलसे झोल और माछ को फुटा को छाड़देबा आपर आम ये जी खटा दरकार से अनुसार आंबुल पकेबे तो मत बेस खटा भल लगे तो मुझे 3टा आंबुल पकई तो आपको किसी समय भलसे फुटा को छाड़देबा ये झोल भलसे फुटी तो लास्ट को मु धनिया पत्र टिके ऐड करदेली तो मुझे प्लेट रे सर्व कर
तो आमर ये झोल प्रस्तुत हो गला बहुत सुंदर और टेस्टी थिला आपण मानू खाइबा बढ़िया लगे एमती थे बनातु आउ गोटे नुआ भिडियो आपण मान देखा हे से पर्यंत रोची टिल देन टेक केयर बाय।